ଶୁଣନ୍ତୁ ଆଜ୍ଞା, ଜନସେବା କେନ୍ଦ୍ର ଆଧାର ଅପଡେଟ୍ ପାଇଁ ଅଧିକ ଟଙ୍କା ମାଗୁଥିଲେ ହେବ କଡ଼ା କାର୍ଯ୍ୟାନୁଷ୍ଠାନ। ଏହି ନମ୍ବରରେ କରନ୍ତୁ ଅଭିଯୋଗ। ସୁଭଦ୍ରା ଯୋଜନାରେ ଆବେଦନ କରିବା ଲାଗି ରାଜ୍ୟର ସମସ୍ତ ଜନସେବା କେନ୍ଦ୍ରରେ ଅହେତୁକ ଭିଡ଼ ଦେଖିବାକୁ ମିଳୁଛି। ଓଡ଼ିଶାର ମୁଖ୍ୟ ମୋହନ ରାଉତ ଗଣମାଧ୍ୟମରେ ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି ଯେ ସୁଭଦ୍ରା ଆବେଦନ ପାଇଁ 4ଟି ମୋଡରେ ଆଧାର ଆଥେଣ୍ଟିକେସନ୍ ହେଉଛି। ମୋବାଇଲ ବାୟୋମେଟ୍ରିକ୍ ଫେସ୍ ଆଇରିସ୍ ଜରିଆରେ ଆଥେଣ୍ଟିକେସନ୍ କରାଯାଉଛି। କୌଣସିଟିରେ ବି ଆଥେଣ୍ଟିକେସନ୍ ହେଲେ ଆଧାର ଅପଡେଟ୍ ଜରୁରୀ ନୁହେଁ। ତେବେ ଜନସେବା କେନ୍ଦ୍ର ଆଧାର ଅପଡେଟ୍ ପାଇଁ ଅଧିକ ଟଙ୍କା ମାଗୁଥିଲେ ଜଣାଇବାକୁ ସେ କହିଛନ୍ତି। ନିର୍ଦ୍ଧାରିତ ଠାରୁ ଅଧିକ ଟଙ୍କା ମାଗୁଥିଲେ ଲୋକେ 14,678 ନମ୍ବରରେ ଅଭିଯୋଗ କରିପାରିବେ। ସେପଟେ ସୁଭଦ୍ରା ଯୋଜନା ପାଇଁ ରାଜ୍ୟ ସରକାର ୱେବ୍ ପୋର୍ଟାଲ ଆରମ୍ଭ କରିଛନ୍ତି। ସୁଭଦ୍ରା ଯୋଜନାର ସମସ୍ତ ତଥ୍ୟ www.subhadraodishagovernment.in ୱେବସାଇଟ୍ ପୋର୍ଟାଲରୁ ଉପଲବ୍ଧ ହୋଇପାରିବ। ଉପମୁଖ୍ୟମନ୍ତ୍ରୀ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ପ୍ରଭାତୀ ପରିଡ଼ା ସୋମବାର ଏହି ପୋର୍ଟାଲର ଶୁଭାରମ୍ଭ କରିଛନ୍ତି। ମନ୍ତ୍ରୀ କହିଛନ୍ତି, ହିତାଧିକାରୀଙ୍କ ଯୋଗ୍ୟତା, ସେମାନଙ୍କର ଅଧିକାର, ଆବେଦନର ପ୍ରକ୍ରିୟା, ବାରମ୍ବାର ପଚରାଉଚରୁଥିବା ପ୍ରଶ୍ନ ଓ ତାର ଉତ୍ତର ଏହି ପୋର୍ଟାଲରେ ଉପଲବ୍ଧ ଅଛି। ଏହି ୱେବସାଇଟରେ ସମସ୍ତ ତଥ୍ୟ ଉଭୟ ଓଡ଼ିଆ ଓ ଇଂଲିଶ ଭାଷାରେ ଦିଆଯାଇଛି। ଏଥିସହ ଯୋଜନା ସମ୍ପର୍କରେ ଅଧିକ ସୂଚନା ପାଇଁ ରାଜ୍ୟ ସରକାର 14678 ଟୋଲ୍ ଫ୍ରି ନମ୍ବର ଜାରି କରିଛନ୍ତି। ଏହି ଟୋଲ୍ ଫ୍ରି ନମ୍ବର ସକାଳ 6ଟାରୁ ରାତି 10ଟା ପର୍ଯ୍ୟନ୍ତ କାମ କରିବ। ନିରୂପଣ କରାଯାଇଥିବା ନିର୍ଦ୍ଦିଷ୍ଟ ସ୍ଥାନ ଓ କାର୍ଯ୍ୟାଳୟରେ ସେପ୍ଟେମ୍ବର 4 ଅପରାହ୍ନରୁ ଫର୍ମ ଦାଖଲ କରାଯିବ। ଫର୍ମ ପୂରଣ କରି ଆଧାର କାର୍ଡ ନକଲ ସହ ଦାଖଲ କରିବେ। ମୋ ସେବା କେନ୍ଦ୍ର, ଜନସେବା କେନ୍ଦ୍ର କିମ୍ବା ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ଅନୁସାରେ ନିରୂପଣ କରାଯାଇଥିବା ସ୍ଥାନ ଓ କାର୍ଯ୍ୟାଳୟରୁ ଫର୍ମ ଗ୍ରହଣ କରାଯିବ। ସମସ୍ତ ଯୋଗ୍ୟ ମହିଳାଙ୍କୁ ଏହି ଯୋଜନାର ଲାଭ ମିଳିବା ପର୍ଯ୍ୟନ୍ତ ପୋର୍ଟାଲ ଚାଲୁ ରହିବ। ଫର୍ମ ବଣ୍ଟନ ଓ ଦଖଲ ସମ୍ପୂର୍ଣ୍ଣ ମାଗଣା ହେବ ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି। ସେପ୍ଟେମ୍ବର 17 ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନରେ ଯୋଗ୍ୟ ହିତାଧିକାରୀଙ୍କୁ ସୁଭଦ୍ରାର ପ୍ରଥମ କିସ୍ତି ମିଳିବ। ପ୍ରଧାନମନ୍ତ୍ରୀ ଏହାର ଶୁଭାରମ୍ଭ କରିବେ ବୋଲି କହିଛନ୍ତି।